ଦୀର୍ଘ 12 ବର୍ଷ ପରେ ଧନକାରକ ଗ୍ରହ ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦ ବୃଷ ରାଶି ଜାତ ବ୍ୟକ୍ତିଙ୍କର ଧନ ଭାବକୁ ପରିପୁଷ୍ଟ କରିବା ସାଙ୍ଗେ ସାଙ୍ଗେ ଜୀବନରେ ଏହି ଘଟଣା ଏକ ମାଇଲ ଖୁଣ୍ଟ ରୂପେ ସାବ୍ୟସ୍ତ ହୋଇପାରେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମଇ ମାସରେ ଗ୍ରହମାନଙ୍କର ଗୋଚରୀୟ ଗତିକୁ ଅନୁଧ୍ୟାନ କଲେ ଜଣାଯାଏ ଏହି ମାସରେ ବୃଷ ରାଶିଜାତ ବ୍ୟକ୍ତିଙ୍କର ରାଶିଫଳ ପ୍ରାୟତଃ ଶୁଭ ଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କର୍ମକ୍ଷେତ୍ରରେ ଅନୁକୂଳ ଫଳ ପ୍ରାପ୍ତ କରିବେ। ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ, କିନ୍ତୁ ପ୍ରେମ ସମ୍ପର୍କରେ ଭଟ୍ଟା ଦେଖାଯାଇପାରେ। ମଇ ମାସ ସାରା ବୃଷ ରାଶିର ଆୟ ଭାବର ଅଧିପତି ବୃହସ୍ପତି ବୃଷ ରାଶିର ଧନଭାବ ମିଥୁନ ରାଶିରେ ରହୁଥିବାରୁ ଏହି ମାସରେ ବୃଷ ରାଶି ଜାତ ବ୍ୟକ୍ତି ପ୍ରଚୁର ଧନ ଉପାର୍ଜନ କରିବାକୁ ସକ୍ଷମ ହେବେ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରୁ ଅର୍ଥର ଝଡ଼ ବୋହିବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜ୍ୟୋତିଷୀୟ ଆପ୍ତବାକ୍ୟ ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ, ଅର୍ଥାତ୍ ଜୀବ ମାନେ ବୃହସ୍ପତି ଜାତକ ଚକ୍ରରେ ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ବା ଧନସ୍ଥାନରେ ଅବସ୍ଥାନ କଲେ ବ୍ୟକ୍ତିକୁ ପ୍ରଚୁର ଧନ ଓ ସମ୍ପତ୍ତି ପ୍ରଦାନ କରିଥାନ୍ତି। ଦୀର୍ଘ 12 ବର୍ଷ ପରେ ଧନକାରକ ଗ୍ରହ ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦ ବୃଷ ରାଶି ଜାତ ବ୍ୟକ୍ତିଙ୍କର ଧନଭାବକୁ ପରିପୁଷ୍ଟ କରିବା ସାଙ୍ଗେ ସାଙ୍ଗେ ଜୀବନରେ ଏହି ଘଟଣା ଏକ ମାଇଲ ଖୁଣ୍ଟ ରୂପେ ସାବ୍ୟସ୍ତ ହୋଇପାରେ। ସମୟର ସଦ୍ ଉପଯୋଗ କରନ୍ତୁ। ସେହିପରି କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ବୃହସ୍ପତି ମହାଗ୍ରହଙ୍କର ମିଥୁନ ରାଶିରେ ଅବସ୍ଥାନ ଚାକିରି କ୍ଷେତ୍ରରେ ରହିଥିବା ବୃଷ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ଚାକିରିରେ ପ୍ରଶାସନିକ କ୍ଷମତା ମିଳିବ। ମାସର ଦ୍ୱିତୀୟାର୍ଦ୍ଧରେ ଇନକ୍ରିମେଣ୍ଟ ମିଳିବା ସହିତ ପ୍ରମୋସନର ଆଶା କରାଯାଏ। କିନ୍ତୁ ବୃଷ ରାଶିର ଦଶମ ଭାବରେ ଅବସ୍ଥାନ କରିଥିବା ରାହୁ ମହାଗ୍ରହ କର୍ମକ୍ଷେତ୍ରରେ ବଦନାମ କରିବା ପାଇଁ ଅପଚେଷ୍ଟା କରିପାରନ୍ତି। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ରହିଥିବା ବୃଷ ରାଶି ଜାତ ବ୍ୟକ୍ତି ବେପାର କ୍ଷେତ୍ରରୁ ମଧ୍ୟମ ଧରଣର ଫଳ ଲାଭ କରିବେ। ବ୍ୟବସାୟରେ ଲାଭ ହେବ ସତ, କିନ୍ତୁ ଅର୍ଥ ହାତକୁ ଆସିବାରେ ଅହେତୁକ ବିଳମ୍ବ ଦେଖାଯିବ। ବିଭିନ୍ନ ଆର୍ଥିକ କ୍ଷେତ୍ରରେ ପୁଞ୍ଜି ନିବେଶ କରିଥିଲେ ଆଶା କରୁଥିବା ଅର୍ଥଠାରୁ କମ୍ ପରିମାଣରେ ଅର୍ଥ ହସ୍ତଗତ ହେବ। କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧଟି ସରକାରଙ୍କ ସହିତ ଅନୁବନ୍ଧିତ ରହି ଯଥା କଣ୍ଟ୍ରାକ୍ଟ, ଅର୍ଡର ସପ୍ଲାଇ ଓ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆଶାତୀତ ସଫଳତା ଆଣିଦେବ। ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅ ବୃଷ ରାଶିର ପଞ୍ଚମ ଭାବ କନ୍ୟା ରାଶିର ଅଧିପତି ବୁଧ ମହାଗ୍ରହଙ୍କର ଅବସ୍ଥାନକୁ ନେଇ ବୁଦ୍ଧିଭ୍ରଷ୍ଟ ହୋଇପାରନ୍ତି। ତରବର ହୋଇ କୌଣସି ପଦକ୍ଷେପ ଗ୍ରହଣ କଲେ ତାହା ଭୁଲ ବୋଲି ପ୍ରମାଣିତ ହେବ। ପାରିବାରିକ ଦୃଷ୍ଟିକୋଣରୁ ମଇ ମାସ ବୃଷ ରାଶି ପାଇଁ ବେଶ ଉତ୍ସାହଜନକ ରହିବ। ପରିବାରରେ ଧାର୍ମିକ ଓ ଆଧ୍ୟାତ୍ମିକ ବାତାବରଣ ଲାଗି ରହିବ। ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ। କିନ୍ତୁ କିଛି ବନ୍ଧୁ ଓ ପରିଜନମାନଙ୍କର ଉଗ୍ର ସ୍ୱଭାବ ସମୟ ସମୟରେ ସମସ୍ୟା ଆଣିପାରେ। ସେହିପରି ଦାମ୍ପତ୍ୟ ଜୀବନରେ ମଧ୍ୟ କିଛିଟା ମତାନ୍ତର ଦେଖାଯିବାର ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମଇ ମାସଟି
ବୃଷ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଅନୁକୂଳ ରହିଅଛି। ପୁରୁଣା ରୋଗକୁ ଛାଡ଼ିଦେଲେ ନୂତନ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ନାହିଁ। ମାସର ଦ୍ୱିତୀୟାର୍ଦ୍ଧରେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ବୃଷ ରାଶିରେ ଅବସ୍ଥାନ କଲେ ପୂର୍ବରୁ ଭୋଗ କରୁଥିବା ରୋଗରୁ ଆରୋଗ୍ୟ ପ୍ରଦାନ କରାଇବେ। ମୋଟାମୋଟି ଭାବରେ କହିବାକୁ ଗଲେ ମଇ ମାସ ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଏକ ଶୁଭଙ୍କର ମାସ ରୂପେ ସାବ୍ୟସ୍ତ ହେବାକୁ ଯାଉଅଛି। ତେବେ ବି ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବୃଷ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।